কোটা সত কହୁଛ মু মা হেবি এ কথাটা সত মিছ କାହିଁକି ମିଛ କଣ ପାଇଁ ମିଛ ରେ 2 ବର୍ଷ ହେଲା ବାହାଘର ହେଲାଣି ନାତିକି ନାତୁଣୀଟିଏ ନାହିଁ ଭଗବାନଙ୍କ ଦୟାରୁ ଯଦି ନାତିକି ନାତୁଣୀଟିଏ ହେଲା ଖୁସି ହେବା କଥା ଆନନ୍ଦ ହେବା କଥା ତୁ ଟେନସନ କାହିଁ ମୁଁ ହଉଛୁ ତମ କେମିତି ବୁଝିବି କେମିତି କହିବି କିଛି ବୁଝେଇବା ଦରକାର ନାହିଁ ଖୁସି ହ ବାପା ଆମ ବାହାଘରକୁ 2 ବର୍ଷ ହେଲାଣି ସତ କିନ୍ତୁ କିନ୍ତୁ ଆଜିକୁ 1.5 ବର୍ଷ ହବ ଆମ ସ୍ୱାମୀ ସ୍ତ୍ରୀ ଭିତରେ କୌଣସି ଶାରୀରିକ ସମ୍ପର୍କ ନାହିଁ ତାହେଲେ ମା ଟିକେ ଆଗରୁ ଯୋଉ କଥାଟା ମୋ ଜେଜେ ବାବା କଥାଟା କହିଲୁ କଣ ମିଛ ସତ ତାମାନେ କଣ ମତେ ବୁଝିବାକୁ ପଡିବ ଯେ ମୋ ଗର୍ଭର ପିଲା ତମ ପୁଅର ନୁହେଁ ମାରିଦେବି ତତେ ଚନ୍ଦ୍ର କଣ ଛୁଡେଇବ ସ୍ୱାମୀ ଥାଇ ପରପୁରୁଷ ସହ ପାପ ସମ୍ପର୍କ ରଖିବୁ ପାପ ଗର୍ବ ହବୁ ଚରିତ୍ରହୀନ ବେଶ୍ୟା କିଏ ମତେ ବେଶ୍ୟା ସଜେଇଛି ଚନ୍ଦ୍ର ମହାପାତ୍ର କିଏ ମତେ କଳଙ୍କିନୀ ସଜେଇଛି ଆରେ କିଏ ମତେ ଚରିତ୍ରହୀନ ହବାକୁ ବାଧ୍ୟ କରିଛି ସେଦିନ 5 ଲକ୍ଷ ଟଙ୍କା ଗଡି ନେଲା ବେଳେ କାହିଁ ଥରୁଟେ ତ ମତେ ପଚାରି ନଥିଲ ସତିଆ ଏ ଟଙ୍କା ତମେ କୋଉଠୁ ଆଣିଲ ଲକ୍ଷ ଲକ୍ଷ ଟଙ୍କା ନେଇ ପକେଟରେ ରଖିଲା ବେଳେ କାହିଁ ମତେ ଥରେ ତ ପଚାରିଲନି ଧର୍ମ ପତ୍ନୀ ଏ ଟଙ୍କା ତମ ଦରମା ଟଙ୍କା ନା ଦେହ ବିକ୍ରି ଟଙ୍କା ଚନ୍ଦ୍ର ଚନ୍ଦ୍ର ବୋହୁ କଣ ପଚାରୁଛି ତା କଥାର ଉତ୍ତର ଦଉନୁ ଖୁଣ୍ଟୁଟା ଭଳିଆ ଛିଡା ହେଇଛୁ କଣ ପୁଅରେ ସ୍ୱାମୀ ସ୍ତ୍ରୀର ସମ୍ପର୍କ କଅଁଳ ପ୍ରଜାପତି ବହୁତ ସତର୍କତା ସହିତ ତାକୁ ଧରିବାକୁ ପଡିଥାଏ ଶକ୍ତ କରି ଧରିଲେ ପ୍ରଜାପତିଟା ମରିଯିବ ହାଲକା କରି ଧରିଲେ ପ୍ରଜାପତିଟା ଉଡିଯିବ ଉଡିଗଲା ରେ ଆମ ପ୍ରଜାପତିଟା ଉଡିଗଲା ନାଇଁ ବାପା ନାଇଁ ମୋ ପ୍ରଜାପତି ଏତେ ଶୀଘ୍ର ଉଡ଼ିବାକୁ ଦେବିନି ବାପା ଏତେ ଶୀଘ୍ର ଉଡ଼ିବାକୁ ଦେବିନି ଧରି ବାପା ଏଇ ପାପୁଲିରେ ତାକୁ ଧରି ବାପା ତାକୁ ଏଇଠି ଧରିବି ସେ ବେଶୀ ଦୂର ଯାଇନି ବାପା ଏଇ ହାତ ପାହାନ୍ତରେ ଅଛି ବାପା ତାକୁ ଧରିବି ଏଇ ମୋ ସହିତ ଆସ ତମ ସହିତ କୁଆଡେ ଯିବି ମେଡିକାଲ ଯିବ କାହିଁକି ଯିବି ସେ ପିଲାକୁ ନଷ୍ଟ କରିବା ପାଇଁ ହଁ ତମେ ଯିବ ଏବେ ଯିବ ଅଳ୍ପ ଯିବ ଭଲରେ ନ ଗଲେ ମନ୍ଦରେ ଯିବ ମୁଁ ତମ ସ୍ୱାମୀ କହୁଛି ମାନେ ମୋ ସହିତ ଯିବ ମୁଁ ଯଦି କହେ ତମେ ମୋ ସ୍ୱାମୀ ନୁହଁ ମୁଁ ଯଦି କହେ ମୁଁ ତମ ସ୍ତ୍ରୀ ନୁହଁ ମୁଁ ଯଦି ଶଙ୍ଖା ଚୁଡ଼ି ଖୋଲିଦେଇ ନିଜକୁ ବିଧବା ସଜାଇ ଦିଏ ମରି ଯାଇଛି ତମ ବୋହୁ ମରି ଯାଇଛି ସତିଆ ଆଜି ସମସ୍ତେ ଭାବିନିଅ ଆଜି ଠାରୁ ସମସ୍ତେ ଭାବିନିଅ ସତିଆ ତମ ପାଇଁ ମରିଗଲା ଚନ୍ଦ୍ର ମହାପାତ୍ର ନିଅ ନିଅ ତମ ସ୍ୱାମୀ ତୋର ବେଢି এই সময়টা বড় বেদরদি প্রতি মুহূর্তরে অদেখা হাতরে পিটি সে চালিছি পাহাড় পিটি সরে নাহি সরে নাহি কাঁদি 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 সেটা কলঙ্কিনী আরে অভাবে থিলু বলি পর ঘরে যাই বাসন মাজুলু তাମାନେ কোন পর পুরুষ পাখরে দেহদান করিবা বাপা সে বেশি দূর যাইনি তমে ডাকিলে রহিব বাপা ডাকো তাকু তোর নুহ সে দুনিয়ারে যার হউছ মোর নহলে আর কাহার হই পরিবানি বাপা আরে সেইটা পাপ করিছি পাপ সিয়ে করিনি বাপা পাপ মু করিছি মু জানি শুনি তাকু স্ত্রী অধিকার দূরে রাখিছি স্বামী সুখর বঞ্চিত করিছি আরে আজ এমতি বিকল হচ্ছে কাই সে আউকা পিলার মা বলি বিকল হউনি বাপা এইথিপাই বিকল হচ্ছে যে সে যদি মা হুয়ে ছুয়া জন্ম করে তাহলে তাহলে শুনো বাপা তাহলে তাহলে সে মরে যাব বাপা চন্দ্র